ଘରେ ଖାଉଥିବା ସେଇ ଗୋଟିଏ ପରିବାକୁ ଯଦି ଆପଣ ଅନ୍ୟ ପ୍ରକାର ଯଦି ବନେଇ ପାରିବେ ତାହେଲେ ଏମିତି ବନେଇକି ଦେଖନ୍ତୁ, ଖାଇବାକୁ ବହୁତ ଟେଷ୍ଟି ଲାଗିବ। ଆଉ ତା'ର ବନେଇବାର ଶୈଳୀଟା ବି ବହୁତ ଅଲଗା ହୋଇଯାଏ, ଆଉ ଦେଖିବାକୁ ବି ବହୁତ ସୁନ୍ଦର ଲାଗିବ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଏଇ ନୂଆ ରେସିପିଟି। ପ୍ରଥମେ ମୁଁ ପରିବା ନେଇଛି ପରିବା ମୁଁ ଏଠି ନେଇଛି ବିନ୍ସ, ଆଳୁ, ଗାଜର ଆଉ ଟମାଟୋ, ପିଆଜ, କଞ୍ଚାଲଙ୍କା। ଆମକୁ ଯେତିକି ବେସିକ୍ ପରିବା ଦରକାର ମୁଁ ଏଠି ନେଇଛି। ତାପରେ ଆକୁ ଆମେ କାଟିଦେବା। ଯେ ସବୁତକ ବିନ୍ସକୁ ତାର ପ୍ରଥମେ ତାକୁ ସାଇଜ୍ କରିଦେବା। ତାପରେ ଗୋଟିଏ ବିନ୍ସକୁ ଏମିତି 3 ଫାଳ କରି କାଟିଦେବା, ମାନେ 3 ଭାଗ କରି କାଟିଦେବା। ସବୁତକ ବିନ୍ସକୁ ଏମିତି 3 ଭାଗ କରି କାଟିଦେବା। ବେଶୀ ବଡ଼ ସାଇଜ୍ ହେବନି କି ଛୋଟ ବି ହେବନି, ମିଡ଼ିୟମ୍ ସାଇଜ୍ରେ କଟା ହେବ। ତାପରେ ଆଳୁକୁ ଏମିତି ଟିକେ ବଡ଼ ସାଇଜ୍ର କାଟିଦେବା, ଯେମିତିକି ସ୍କୋୟାର ହେଇକି ରହିବ। ଆଉ ସିଝିବା ତ ଯେମିତି ସିଝିବା କଥା ଭଲ ଭାବରେ ସିଝିଯିବ, ସେମିତି ଗାଜରକୁ ବି କାଟିଦେବା। ସବୁତକ ପରିବା କାଟିକି ଭଲ ଭାବରେ ଧୋଇଦେବା, ଅଲଗା ଅଲଗା କରିକି ଧୋଇଦେଲେ ଏମିତି ଦେଖନ୍ତୁ ବହୁତ ବଢ଼ିଆ ଭାବରେ କାଟି ହେଇଯାଇଛି। ଅନ୍ୟ ପଟରେ ଗ୍ୟାସ୍ ଅନ୍ କରିଦେବା, ସେଥିରେ ଗୋଟେ ସସ୍ପେନ୍ରେ ଅଳ୍ପ ଟିକେ ପାଣି ଦେଇଦେବା। ତାପରେ ପାଣି ଯେତେବେଳେ ଭଲ ଭାବରେ ଫୁଟିଯିବ, ସେଥିରେ ଯେତିକି ଆମେ ବିନ୍ସ କାଟିକି ରଖିଥିଲେ ସବୁତକ ବିନ୍ସକୁ ପକାଇଦେବା। ପ୍ରଥମରୁ ଯଦି ଆମେ ବିନ୍ସକୁ ସିଝାଇଦେବା, ତାହାର କଲର୍ଟା ଯେମିତିକି ସେମିତି ରହିବ, ଏକଦମ ଦେଖିବାକୁ ଗ୍ରୀନ୍ ହେଇକି ରହିବ। ଆଉ ପୁରା ଗୋଟା ଗୋଟା ହୋଇକି ପରିବାଟା ରହିବ ଯେତେବେଳେ ଭଜା କରିବା। ସେଥିପାଇଁ ୟାକୁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ସିଝିବା ପାଇଁ ଛାଡ଼ିଦେବା। ଏଥିରେ ହଳଦୀ ଗୁଣ୍ଡ, ଲୁଣ କିଛି ବି ପକାଇବାନି, ବାସ୍ ଏମିତି ପରିବାକୁ ହିଁ 2 ମିନିଟ୍ ସିଝାଇବା। ଯେମିତି ପୁରା ଯଦି ସିଝିଯିବ ତ ମସଲା ଏଥିରେ ଭଲ ଭାବରେ ଯିବନି, ସେଥିପାଇଁ ବୋଲିକି ମସଲା ବି ଆଡ଼୍ କରିବା ପାଇଁ ବୋଲି ତାକୁ ଏମିତି ଛାଡ଼ିବାକୁ ପଡ଼ିବ। 2 ମିନିଟ୍ ଏମିତି ସିଝିଲା ପରେ ତାକୁ ଆମେ ଅନ୍ୟପଟେ ରଖିଦେବା। ତାପରେ କଢ଼େଇ ଏଠି ଗରମ କରିଦେବା। କଢ଼େଇ ଗରମ ହେଲା ପରେ ସେଥିରେ ଅଳ୍ପ ଟିକେ ତେଲ ଦେଇଦେବା। ବେଶୀ ବି ତେଲ ବି ଆବଶ୍ୟକ ପଡ଼ିବନି ଯଦି ଏମିତି ଭଜା କରିବା ବୋଲେ, ଆଉ ଦେଖିବାକୁ ବହୁତ ସୁନ୍ଦର ବି ଲାଗିବ। ତେଲ ଆଡ଼୍ କଲା ପରେ ତେଲ ଯେତେବେଳେ ଗରମ ହେଇଯିବ, ସେଥିରେ ଜିରା ସୋରିଷ ପକାଇଦେବା। ତାପରେ କଞ୍ଚାଲଙ୍କା ଆଉ ଅଦା ରସୁଣ ଛେଚା, ସେଥିରେ ବି କଞ୍ଚାଲଙ୍କା ଛେଚା ହେଇଥିବ ତ ପକାଇଦେବା। ଏମିତି ଭାଜିବା ପାଇଁ ଛାଡ଼ିଦେବା। ଯେତେବେଳେ ଭଲ ଭାବରେ 2ରୁ 3 ମିନିଟ୍ ଭାଜି ହେଇଯିବ, ମସଲାଟା କଷି ହେଇଯିବ, ତାପରେ ସେଥିରେ ଆମେ ପିଆଜ ପକାଇଦେବା। ପିଆଜକୁ ବି ଏମିତି ଆମେ 2-3 ମିନିଟ୍ ଭାଜିବା। ଯେତେବେଳେ ପିଆଜ ଟିକେ ନରମ ହେଇଯିବ, ସେଥିରେ ଆମେ ଗାଜର କଟା ହେଇଥିବା ଆଉ ଆଳୁ ପକାଇଦେବା। ଦୁଇଟା ଯାକୁ ପକାଇକି ଭଲ ଭାବରେ ଏମିତି ଘାଣ୍ଟିବା। 2-3 ମିନିଟ୍ ଏମିତି ଘାଣ୍ଟିବା। ତାପରେ ସେଥିରେ ଆମେ କଭର୍ କରିଦେବା, ଯେମିତିକି ପୁରା ଆଳୁଟା ନରମ ହେଇଯିବ ଆଉ ଭାଜି ହେଇଯିବ। ତାପରେ ଏଠି 2ରୁ 3 ମିନିଟ୍ ଏମିତି ଭାଜି ହେଲା ପରେ ପୁଣି ଥରେ କଭର୍ କରିଦେବା। ତାପରେ ପୁଣି ଥରେ ଏମିତି ବାହାର କରିକି ଲିଡ୍ ଦେଖିବା, ପୁରା ସିଝି ଯାଇଛି, ଅଳ୍ପ ଟିକେ ସିଝି ଯାଇଛି 50%। ତାପରେ ସେଥିରେ ବିନ୍ସ ପକାଇଦେବା। ବିନ୍ସକୁ ବି ଏମିତି ଭଲ ଭାବରେ ଘାଣ୍ଟିବା, ଯେମିତିକି ପୁରା ତାର ମିଶିଯିବ ପରିବା ସବୁତକ। ତାପରେ ଆମେ ଯେମିତି ବେସିକ୍ ମସଲା ଆଡ଼୍ କରୁଛେ ସବୁ ପକାଇଦେବା। ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ ମସଲା ଗୁଣ୍ଡ, ମାନେ ଜିରା ଗୁଣ୍ଡ ପକାଇଛି ମୁଁ ଏଠି। ତାପରେ ଲୁଣ ଆବଶ୍ୟକ ଅନୁସାରେ, ସ୍ୱାଦ ଅନୁସାରେ ଲୁଣ ପକାଇକି ତାକୁ ଆମେ ଏମିତି କଭର୍ କରିଦେବା। 2-3 ମିନିଟ୍ ପରେ ତାକୁ ଆମେ ବାହାର କରିବା। ତ ପୁରା ଏକଦମ ମସଲାଟା ପୁରା ନରମ ହେଇଯାଇଛି, ଆଉ ପୁରା ଏମିତି ଝାଳେଇ ଯାଇଛି। ତାପରେ ଏଠି ଆମେ ପରିବାଟାକୁ ଘାଣ୍ଟିବା। ଦେଖନ୍ତୁ କେତେ ସୁନ୍ଦର ଭାବରେ ଭଜାଟା ହେଇଛି। ଏବେ ତ ଦେଖିବାକୁ ଏମିତି ଲାଗୁଛି। ତାପରେ ଘାଣ୍ଟା ଘାଣ୍ଟି କଲା ପରେ ଏଠି ଆମେ 2 ମିନିଟ୍ ପୁଣି କଭର୍ କରିକି ତାପରେ ଏଥିରେ ଟମାଟୋ ପକାଇବା। ଟମାଟୋକୁ ଲିଡ୍ ବନ୍ଦ କରିକି ରଖିବା। ଏମିତି ଟିକେ ନରମ ହେଲା ପରେ ସେଥିରେ ତାପରେ ଲିଡ୍ ବାହାର କରିକି ଭଲ ଭାବରେ ଘାଣ୍ଟିବା। ତାପରେ ଦେଖନ୍ତୁ ଏଠି ଏମିତି ପ୍ରୋସେସ୍ କରିକି ଦେଖିବେ, ଏଠି ପୁରା ଆଳୁଟା ସିଝି ଯାଇଛି। ଆଳୁ ସିଝି ଯାଇଛି ମାନେ ପୁରା ବିନ୍ସ ଆଉ ଗାଜର ବି ଭଲ ଭାବରେ ସିଝି ଯାଇଛି। ଯେମିତି ଆମେ ଗରମ ମସଲା ଆଡ଼୍ କରୁଛେ ସବୁ ଆଡ଼୍ କରିଦେବା। ତାପରେ ଏଠି ରେଡ଼ି ହେଇଗଲା ଆମର ମିକ୍ସ ଭଜା। ଆଜିର ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଭାବେ ଜଣାଇବେ।